ଯେତେବେଳେ କୋର୍ଟ ଯୋଉଠି ଡିସିସନ ନେଇଥାଏ ୱେଲଫେୟାର ଯୋଉଠି ଥାଏ ପିଲାର ସେଇ ଜାଗାରେ ପିଲାକୁ ଛଡାଯିବ। ଧରି ନିଅନ୍ତୁ ଯେତେବେଳେ ଗୋଟେ ଦେଖାଯିବ ପିଲାର ବାପା ମା ଜେଜେ ଜେଜେମାଙ୍କର ପ୍ରପର୍ଟି ଯଦି ଅଧିକ ଥାଏ ଯୋଉଠି କି ଚାନ୍ସେସ୍ ଥାଏ ଯେ ପିଲାର ଫ୍ୟୁଚର ସେଠି ଗଢା ଯାଇ ପାରିବ। ଅପରପକ୍ଷେ ଦେଖାଯାଏ ସେଠି ଅଜା ଆଈଙ୍କ ଭିତରେ ସେମିତି କିଛି ଇନକମ୍ ନଥାଏ କିମ୍ବା ତାଙ୍କର ପ୍ରପର୍ଟିର ସେମିତି କିଛି ନଥାଏ ଯୋଉଠି ପିଲାର ସେଫ୍ଟି ବି ନଥାଏ କିନ୍ତୁ ସେମାନେ ଅଯଥା ହସ୍ତକ୍ଷେପ କରିକି ସେମାନେ ଝିଅ କିମ୍ବା ନାତି ନାତୁଣୀକି ଆଣିକି ପାଖରେ ରଖିଥାନ୍ତି ଏବଂ ସେମାନଙ୍କ ଭିତରେ ଜିଦି ପଡି ଯାଇଥାଏ। ତ ସେଠି କୋର୍ଟ କାହା କାହା ପାଖରେ ପିଲାକୁ ଛାଡିବ? ଯୋଉଠି ପିଲା ପାଇଁ ବାପା ଟଙ୍କା ପଇସା ଖର୍ଚ୍ଚ କରିପାରିବ ପିଲାକୁ ଗୋଟେ ଭଲ ଫ୍ୟୁଚର ଦେଇପାରିବ ସେଇ ଜାଗାରେ କୋର୍ଟ ଛାଡିବ ନା ଯୋଉ ଜାଗାରେ ପିଲାର କିଛି ନାହିଁ ସେଇ ଜାଗାରେ ଛାଡିବ କୋର୍ଟ? ଦେଖନ୍ତୁ କୋର୍ଟ ହେଲା ଗୋଟେ ଜିନିଷ ଯୋଉଠିକି କୋର୍ଟରେ ଆମେ ତଥ୍ୟ ରଖିପାରିବା। ଯଦି କୋର୍ଟରେ ତାଙ୍କର ମେଣ୍ଟେନାନ୍ସ ମାଗିବେ ଆମେ ପିଲାର ଆପଣ ଦେଖିଥିବେ ଯୋଉ ଆମର ଅତୁଲ ସୁଭାଷଙ୍କର କେସ୍ରେ ସେ ମାଗିଥିଲା ପିଲାର ପରବରିଶ ପାଇଁ 40,000 ଟଙ୍କା ମାଗିଥିଲା ତାର ଆଜ୍ଞା ୱାଇଫ ମେଣ୍ଟେନାନ୍ସ ମାଗିଥିଲା। ଆଉ ଏଲିମୋନି କହିଥିଲା କି ମତେ ଇଣ୍ଟରିମ୍ ମେଣ୍ଟେନାନ୍ସ ମଧ୍ୟ ଦରକାର କାରଣ ଯେତେବେଳେ କେସ୍ ଚାଲୁଥିବା ମଧ୍ୟକାଳୀନ ମତେ ଭତ୍ତା ଦରକାର ମେଣ୍ଟେନାନ୍ସ ଦରକାର 40,000 ନଟ୍ ଫର୍ ମି ସେ କହିଥିଲା ମୋର ପିଲା ପାଇଁ ଦରକାର। ସେମିତି ଅନେକ ଜାଗାରେ କଣ କରନ୍ତି ସ୍ତ୍ରୀ ମାନେ ଯୋଉଠି ଦେଖନ୍ତି ତାଙ୍କର ଘର ପରିବାର ୱିକ୍ ଅଛି କିମ୍ବା ପରିବାର ସେମିତି ସମ୍ବଳ ପରିବାର ନୁହେଁ ସେମାନେ କଣ କରନ୍ତି ଯେହେତୁ କି ଲିଗାଲ ଚାଇଲ୍ଡ ତାଙ୍କର ଗ୍ରାଣ୍ଡ ପ୍ୟାରେଣ୍ଟସ୍ ହିସାବରେ ସେ ତାର ରାଇଟ୍ ଟାକୁ ଏକ୍ସରସାଇଜ କରନ୍ତି। ସେ କୋର୍ଟରେ ପିଟିସନ ପକେଇବେ କି ମୋର ତାଙ୍କର ନାତି ପାଇଁ 20,000 30,000 ଯାହା ସକ୍ଷମ ହେଇପାରିବ ସେମାନେ ଗୋଟେ ପିଟିସନ ଦାୟର କରନ୍ତି କି ପିଲାର ଯେମିତି ଅର୍ଥନୀତି ସ୍ତରରେ ସେ ଯେମିତି ସେତିକି ପାଇପାରିବ ସେ ଘରେ ଯାହା ସୁବିଧା ପାଉଥିଲା ସେ ତାଙ୍କ ଘର ଭିତରେ ଥିବା ସବୁ ଜିନିଷ ଯେମିତି ଉପଭୋଗ କରିପାରୁଥିଲା ସେ ଯୋଉଠି ଯିବ ସେଇ ଅନୁସାରେ ତାର ମେଣ୍ଟେନାନ୍ସଟା କେମିତି ହେଇପାରିବ ସେଇଟା କୋର୍ଟର ଡିସାଇଡ୍ କରାଯାଏ। ତେଣୁ ଇଟ୍ ଇଜ୍ ଏ ଭେରି ଅନଲକି ପାର୍ଟ ଅନଫର୍ଚୁନେଟ୍ ପାର୍ଟ କି ଆମର କୋର୍ଟର ସିଷ୍ଟମ ବ୍ୟବସ୍ଥା ଭିତରେ ଏଇ ସବୁ ଜିନିଷ ଅଛି ଯୋଉଠିକି ଗୋଟେ ପିଲାକୁ ଧାର କରାଯାଏ ପିଲାକୁ ଅସ୍ତ୍ର କରାଯାଇକିନା ଅନେକ ଜିନିଷ ଆମେ ମେଣ୍ଟେନାନ୍ସ ହିସାବରେ ମାଗି ପାରିଥାଉ କାରଣ ଯୋଉଠି ସ୍ତ୍ରୀ ଚାକିରି କରିଥିବ ସେଠି ସ୍ତ୍ରୀ ତାର ନିଜର ମେଣ୍ଟେନାନ୍ସ ନ ମାଗିକିନା ଯୋଉ କହନ୍ତି ଗୋଟେ ଛୁଆର ଆଧାର କରିକି ଛୁଆକୁ ଧାର କରିକି ତାର ମେଣ୍ଟେନାନ୍ସଟାକୁ କୋର୍ଟରେ ପକେଇବ ଆଉ ସେଇ ଅନୁସାରେ କୋର୍ଟ ମଧ୍ୟ ଡିସାଇଡ୍ କରିବ ଯେହେତୁ କି ଲିଗାଲ ଗାର୍ଡିଆନ ଲିଗାଲ ଲଫୁଲି ପ୍ୟାରେଣ୍ଟସ୍ ସେ ଅଛି ସେଇ ହିସାବରେ ତାଙ୍କର ଯୋଉ କହନ୍ତି ଡ୍ୟୁଟିଟାକୁ ଏଲିମୋନି ହିସାବରେ ସେମାନେ ଟଙ୍କା ଦେଇକି ଏଠି ମଧ୍ୟ ଭରଣ ପୋଷଣ କରିପାରିବେ ପିଲାର ଭରଣ ପୋଷଣଟାକୁ ମାଗିପାରିବେ। ଆଜ୍ଞା ମ୍ୟାଡାମ ଆପଣଙ୍କୁ ଏଇ ଘଟଣା ଆପଣଙ୍କୁ ଯଦି ପଚାରିବି ଜଣେ ଲୟର ହିସାବରେ ମୁଁ ଆପଣଙ୍କୁ ଏଇ କଥାଟା କେମିତି ଲାଗୁଛି ଯଦି ଗୋଟେ ବାପ ତାର ବାୟୋଲୋଜିକାଲ ଫାଦର ହେଲେ ମଧ୍ୟ ସେ ଯେତେବେଳେ ଦେଖାଯାଏ ତାର ପିଲା ଜନ୍ମଠୁ ଆରମ୍ଭ କରିକି ପର୍ଯ୍ୟନ୍ତ ସେ ସମସ୍ତ ଦାୟିତ୍ୱ ନେଇଥାଏ ହସ୍ପିଟାଲରେ କଣ ବିଲ୍ ହବ ସେଗୁଡା ସବୁ କରିଥାଏ ତାପରେ ଜେଜେ ଜେଜେମା ତାଙ୍କର କାମ ମଧ୍ୟ କରିଥାନ୍ତି କିନ୍ତୁ କୋର୍ଟ ଯେତେବେଳେ ଡିସିସନ ନେଇଯିବ ଏମାନେ ଟଙ୍କା ଦେବେ ପିଲାକୁ ଟଙ୍କା ଦେବେ ଯୋଉଠି ପିଲା ମା ପାଖରେ ରହିବ ତ ଯେ ସେଠି ବାପା ମା ତାଙ୍କର ବାପା ପିଲାର ସ୍ନେହ ଶ୍ରଦ୍ଧା ପାଇବନି ଜେଜେମା ପିଲାର ମାନେ ପ୍ରେଜେନ୍ସ ଟା ସେମାନେ ପାଇବେନି ତ ସେମାନେ ଟଙ୍କା ଦେବାଟା କେତେ ଦୂର ଯୁକ୍ତିଯୁକ୍ତ? ଶୁଣନ୍ତୁ ଯୁକ୍ତିଯୁକ୍ତ ଆର୍ଗୁମେଣ୍ଟ ପାର୍ଟଟା ତ ଆମେ କହିପାରିନି ୱି କ୍ୟାନଟ୍ ସେ ଦ୍ୟାଟ୍ ଜଷ୍ଟିଫାଇ ଆମେ କରିପାରିବା କାରଣ ଯୋଉଟା ଆଜ୍ଞା ଲରେ ଅଛି ସେମାନେ ହଁ କାରଣ ଏଭ୍ରିଥିଙ୍ଗ ଇଜ୍ ଇମ୍ପ୍ଲିମେଣ୍ଟିଂ ଯାହା ଆମର ଲରେ ଅଛି କୌଣସି ଝିଅ କିମ୍ବା ଜିନିଷକୁ ବାହାରୁ ଆଣିକି ୟୁଜ୍ କରୁନି ଯାହା ଆମର ଲିଗାଲ ଫର୍ମାଟରେ ଅଛି ଆପଣ 125 CRPC ମେଣ୍ଟେନାନ୍ସ କଥା କୁହନ୍ତୁ ଆପଣ ଡୋମେଷ୍ଟିକ ଭାଇଲେନ୍ସ ମେଣ୍ଟେନାନ୍ସ କଥା କୁହନ୍ତୁ ଏଭ୍ରିଥିଙ୍ଗ ଇଜ୍ ଦ ଡିଭି ଲ ଏଭ୍ରିଥିଙ୍ଗ ଇଜ୍ ଦ ହିନ୍ଦୁ ଲ ତେଣୁକରି ଯାହା ଆମର ଲରେ ଅଛି ସେମାନେ ଜଷ୍ଟ ତାକୁ କହନ୍ତିନି ୟୁଜ୍ ଅର୍ ମିସୟୁଜ୍ ଯାହା ବି ଆପଣ କହିପାରିବେ ସେଇମାନେ ଲକୁ ୟୁଜ୍ ବି କରୁଛନ୍ତି ଅନେକ ଭିକ୍ଟିମ୍ ଅଛନ୍ତି ଅନେକ ମହିଳା ଅଛନ୍ତି ମିସୟୁଜ୍ ବି କରୁଛନ୍ତି ତେଣୁକରି ଇଟ୍ ଡିପେଣ୍ଡ ଅନ୍ ଦି କୋର୍ଟ ଡିପେଣ୍ଡ ଅନ୍ ଦ ଜୁଡିସିଆରୀ ସେମାନେ କେମିତି ଏକ୍ସରସାଇଜ କରୁଛନ୍ତି ଆଉ ଯେତେବେଳେ ଦେଖିବେ କି ସୁପ୍ରିମକୋର୍ଟ ମନେକର ଆମର ଗୋଟେ ସୁପରଭାଇଜିଂ କରିବେ ମନିଟର କରିବେ କି ଏତେ ଜିନିଷ ଲରେ ଅଛି କିନ୍ତୁ ତାକୁ ମିସୟୁଜ୍ କରାହେଉଛି ମହିଳାମାନେ କେତେଟା କ୍ଷେତ୍ରରେ ତାକୁ ଟୁଲ ହିସାବରେ ନେଉଛନ୍ତି ଯଦି ଏସବୁ ଜିନିଷ ଭେରିଫାଏ କରିକି ତାକୁ ଯଦି ଗୋଟେ ଲକୁ ଆମେ କାରଣ ଆପଣ ଯଦି ହିନ୍ଦୁ ଲକୁ ପଢିବେ ତା ସହିତ ରିଲେଟ୍ ଅଛି ହିନ୍ଦୁ ମ୍ୟାରେଜ ଲ ରିଲେଟ୍ ଅଛି ଆମର ମେଣ୍ଟେନାନ୍ସରେ 125 CRPC ବି ଫଲୋ କରିବେ ତେଣୁକରି ସବୁ ଜିନିଷ ପ୍ରତ୍ୟେକ କଡ଼ି ସହିତ ଲିଙ୍କ ଅଛି ତେଣୁକରି ଯଦି ଆମକୁ ରିଭିଜନ କରିବାକୁ ପଡିବ ଆମକୁ ଭେରିଫାଏ କରିବାକୁ ପଡିବ ପୁରା ଯୋଉ ମାନେ ଗ୍ରାଉଣ୍ଡରୁ ଭେରିଫାଏ କରିବାକୁ ପଡିବ କି ଆକ୍ଚୁଆଲି ଭିକ୍ଟିମ୍ କିଏ ଅଛି ଆକ୍ଚୁଆଲି ଲକୁ ମିସୟୁଜ୍ କିଏ କରୁଛନ୍ତି ଆଉ ସତରେ ନ୍ୟାୟ ପାଇବା ପାଇଁ ଯୋଉ କହିଲେ ଗୋଟେ କଷ୍ଟଡି ଗୋଟେ ପିତା ମାତାରେ ଯଦି ଗୋଟେ କୌଣସି ପ୍ରକାର ଫ୍ୟାମିଲି ଡିସ୍ପ୍ୟୁଟ୍ ହଉଛି ସେଠି ଗୋଟେ ପିଲାକୁ ଛଡେଇ ନେବାଟା କେତେ ଦୂର ଠିକ୍ ଅଛି ଆଉ ଯୋଉ ଭାବରେ ପିଲାକୁ ଫାଦର ଠାରୁ ଗାର୍ଡିଆନ ଠାରୁ ବାୟୋଲୋଜିକାଲି ଫାଦର ଠାରୁ ଛଡେଇ ନେଉଛନ୍ତି ତା ପାଇଁ କଣ ସିଷ୍ଟମରେ ଲିଗାଲ ସିଷ୍ଟମରେ ଆମେ କରିପାରିବା ସେଇଟା ଯଦି ବେଶୀ ଡିସ୍କସନ କରାହେଇପାରିବ କାରଣ ଆଜିର ଦିନରେ 80% ଲୋକ କଷ୍ଟଡି ପାଇଁ ଡେଲି ଯାଉଛନ୍ତି କୋର୍ଟକୁ ସେମାନେ ଇଭେନ୍ ଭିଜିଟିଂ ରାଇଟ୍ ମାଗିଲେ ମଧ୍ୟ ତାଙ୍କୁ ପରମିଶନ ଦିଆ ହଉନି ଆଉ ଯଦି ପିଲାକୁ ନେଇକି କୁଆଡେ ପଳଉଛନ୍ତି ସାଙ୍ଗେ ସାଙ୍ଗେ ତାଙ୍କୁ କିଡନାପିଂ କେସ୍ରେ ମଧ୍ୟ ପକେଇ ଦଉଛନ୍ତି ମା ମାନେ ୟେସ୍ କିଡନାପିଂ କେସ୍ରେ ମଧ୍ୟ ନେଇଯାଉଛନ୍ତି ତେଣୁ ଦିଜ୍ ଆର୍ ଦି ଅନଫର୍ଚୁନେଟ୍ ମୁଁ ଆପଣଙ୍କୁ କହିଲା ଦିସ୍ ଇଜ୍ ଦ ସାଡେଷ୍ଟ ପାର୍ଟ ମାନେ ବହୁତ ଦୁଃଖର ବିଷୟ କି ଆମର ଇଣ୍ଡିଆନ ଜୁଡିସିଆରୀ ସିଷ୍ଟମ କୋର୍ଟରେ ଏସବୁ ବ୍ୟବସ୍ଥା ଅଛି ୟାକୁ କେବଳ ଜଷ୍ଟିସ ସୁପ୍ରିମକୋର୍ଟ ଯୋଉ ବସିଛନ୍ତି ସିଏ ମନିଟର କରି ଭେରିଫାଏ କରିପାରିବେ वी
आर टोटली हेल्पलेस बिकॉज एवरीथिंग इज इन द लॉ से माने केवल ताको टूल करके यूज करूछंती एंड मिसयूज भी करूछंती दिस ଆଜ୍ଞା थिंग्स इज गोइंग ହଁ ऑन ଇଣ୍ଡିଆନ ଜୁଡିସିଆଲ ସିଷ୍ଟମ ବର୍ତ୍ତମାନ ଏମିତି ଅଛି ଯେ ସମସ୍ତ ମାନେ ବ୍ୟବସ୍ଥା କେବଳ ଗୋଟେ ମହିଳାର ସପକ୍ଷରେ ଯାଉଛି ଏଠି ଅନେକ ସମୟରେ କୁହନ୍ତି ଯେମିତି କି ଆପଣଙ୍କର ଗୋଟେ ଭିଡିଓ ମୁଁ ଦେଖୁଥିଲି ମଦ କା ଦର୍ଦ ନେଇ ହୋତା है ସମସ୍ତେ ଭାବନ୍ତି ଯେ ଗୋଟେ ଲୋକର ମଣିଷର ତାର କିଛି କଷ୍ଟ ନଥାଏ କେବଳ ନାରୀ କି କଷ୍ଟ ହେଇଥାଏ ପୁରୁଷର କୌଣସି ପ୍ରକାର କଷ୍ଟ ନଥାଏ ଯେତେବେଳେ ଏଇ ସବୁ ଘଟଣା ଆମ ଆଇନ ବ୍ୟବସ୍ଥା ଅଛି ଅତୁଲ ସୁଭାଷଙ୍କର ଯୋଉ ଭିଡିଓ ଆଉ ତାଙ୍କର ଯୋଉ ସୁଇସାଇଡ ଏହା ଆମର ଆଇନ ବ୍ୟବସ୍ଥାକୁ କିଛି ପରିବର୍ତ୍ତନ କରିବ କି ମ୍ୟାଡାମ यस दिस इज एक्चुअली गोटे कौन रे सोसाइटी गोटे केते टैब थाए जेमती तू झीटा तू किसी करिपारिबुनी सेमती गोटे पुरुष को कहे एटा हला हमर पितृसत्तार समाज तू तू मर्द है तुझे क्या दर्द है तू दर्द तुझे मर्द को कभी दर्द नहीं होता एक्चुअली दिस इज गोटे सोसाइटी रे गोटे चली गोटे कथा किंतु देखिबा पय गले वास्तव रे देखिबा पय गले गोटे पुरुष जति कांदी थाए बोले महिला सेति कांदी न थाए कारण आपण जदी घर भितर गोटे डोमेस्टिक अब्यूज गोटे पुअट होची से काहा को कहबो गोटे स्त्री की कहबो ना मां को कहबो ना सांग साथी कहबो ताको कहबे तू गोटे माइचियाटा ना कोन एमती हमर जनरल डिस्कशन एमती करत तेणुक सी जिते हारासमेंट हुए कि मेंटली एब्यूज हुए कि इमोशनाली सहित किसी भी घटना घटे सी कोटी ना कोटी साइकोलॉजी पार्ट रू डैमेज हो जाए जोटा आपण अतुल सुभाष कहानी देखिले से कोटी ना कोटी मेंटली एब्यूज होतला आ मेंटली स्टेबिलिटी जोटा रहिबा जगह इम्बैलेंस हो गला शेष जो डिसीजन टा नेला कारण से देखिला जुडिशियरी बायस रही जुडिशियरी टोटाल गोटे महिलार सपक्ष रे जाउची गोटे लॉ जोटा हमर कोन जेंडर डिस्क्रिमिनेट करबा कथा नुहे हमर न्यूट्रल लॉ रहिबा दरकार अछि किंतु डिस्क्रिमिनेट लॉ कला डिस्क्रिमिनेट लॉ रे पूरा महिला को पूरा सपक्ष कला पुरुष को ये निर्यातना दिगला पुरुष को हारासमेंट दिगला जुडिशियरी डिपार्टमेंट रोल एंड रेस्पॉन्सिबिलिटी एबे मध्य क्वेश्चन मार्क रे अछि तेणुक जिते से निजे देखला कि कोटी ना कोटी पूरा मानसिक स्तर रे से भांगी गला तेणुक से जो दुखटा मर्द को दर्द नहीं होता समाज बुझी पारलानी ता परिवार बुझी पारलानी हमर जुडिशियरी मध्य बुझी पारलानी सेति पाई एक्सट्रीमली स्टेप जोटा नेला से तार मानसिक स्थिति खराई बसके जो हमर सुसाइड कर देला से तार डाइंग डिक्लेरेशन सेटा ही से कहि कि गोटे गोटे लोकर केते दुख अच्छी गोटे पितार केते आशा अच्छी गोटे परिवार प्रति तार पुअर केते कर्तव्य अच्छी गोटे स्वामी हिसाब से स्त्री केते कर्तव्य से करूथिला सब किछि से इलाबोरेट करिछि डाइंग डिक्लेरेशन एंड इट इज आई ओपनर केस एटा एक्चुअली सोसाइटी रो रियलिटी से कहिछि तो एठी मु तो कहबी आई रेस्पेक्ट टू द ऑल द मेन एंड वुमेन बिकॉज बीइंग ए ह्यूमन हमको से देखिबा को पड़िबो एक्चुअली जस्टिस किए पाइबार अछि राइट विक्टिम किए अछि आ आपण लॉ को केते मिसयूज करिवे कि यूज करिवे इट इज डिपेंड अपॉन ए पर्सन तेणुक जुडिशियरी कोटी ना कोटी केयरफुल हवा दरकार अच्छी जुडिशियरी देखा दरकार अच्छी एक्चुअली केस टाक एडमिशन कला बेलू मुझे भी सब गोटे जगह कहे केत आम केस को एडमिट करवा ये केसटा जस्टिफाई करुच्ची मुझे केसटा एंटरटेन करी ना ना आप जिते जो 498 एडमिशन कर दौर जिते जाऊँ पुलिस स्टेशन एफआईआर कर रजिस्टर हो हाउ आप जस्टिस सुप्रीम कोर्ट स्टाच्यूट कही एडमिशन केतटा केस से करा वेरीफाई करवा दरकार इट इज द केस फॉर सुइटेबल केस कि नुहे प्रत्येक केस को एडमिशन करा जाए कोर्ट रे किंतु वर्तमान कौन घटुची सब केस को एडमिशन करा होची प्रत्येक केस रे एफआईआर रजिस्टर हो जाउची जोटा हमर सुप्रीम कोर्ट जोटा अछि आपण जदी पढिथिबे हमर इक्वल राइट जोटा कोआ है इक्वल जस्टिस कथा मते उठिची आपण हमर जो प्रथम जेतबे हम जेतबे लॉ रो बेसिक फाउंडेशन थिला इक्वल जस्टिस टू ऑल नॉट इवन आपण जेंडर वाइज लॉ नथिला तेको जदी इक्वल जस्टिस टू ऑल इक्वल रेस्पेक्ट दबा कथा उठुची सेटा बेले हमें काहे कि मेन वुमेन को कैटेगोरीज करा होची काहे कि गोटे बाइज लॉ तैयारी करा होची तुमको दिस इज वेरी गुड डिस्कशन जोटा कि मु कहबी अनेक जगह रे हमर चतुर्थ स्तंभ जोटा हमर कुआ जाय आपण माने वॉइस को उठिबा दरकार छै हमें जेंडर न्यूट्रल लॉ को आनिबा दरकार अछि हमें सब बेले गोटे ह्यूमन राइट्स रो जो नेचुरल जस्टिस अछि ताको रेस्पेक्ट दबा दरकार अछि आ महिला माने जेतेबेले लॉ को मिसयूज करूचंती तांको ऊपर एक्शन नबा दरकार अछि कड़ा रो कड़ा एक्शन ने कि तांको मध्य सेही परि पनिशमेंट दबा दरकार अछि एज पर माय व्यू आज्ञा मैडम वर्तमान भी गोटे वीडियो बर्तमान सामना को आसी जे जोठी देखाई अतुलकर शाशु और तांका शला दुई जन फेरार हो जाइछथि एवं यहा मध्य सीसीटीवी रे काढ देछि एवं आपण मध्य अनुभव करूथिबे जेहेतु आपण जने वकील तो अनेक समय घरटा भांगी थाए शाशु और शलांकर इनवॉल्वमेंट पाई मु जदि गोटे समस्त क्षेत्र में कहबिनी अनेक परिवार अच्छी से इंटरफेरेन्स परिवार टी भांगी थाए और स्वामी स्त्री भितर संपर्क मते छिन्न होता है तो ए क्षेत्र में कौन किसी आईन नहीं
ଦେଖନ୍ତୁ ପ୍ରଥମ କଥା ହେଲା ଆମକୁ ଯେତେବେଳେ ଗୋଟେ ଜଣକ ସେମାନେ ହେଲେ ପର୍ସନ ତାଙ୍କର ରୋଲ ଆଣ୍ଡ ରେସ୍ପନ୍ସିବିଲିଟି ଯେତେବେଳେ ଆମେ ଯେ କ୍ରିମିନାଲ ଇଣ୍ଟେନସନ କ୍ରିମିନାଲ ଆକ୍ଟ ତାକୁ ଏଷ୍ଟାବ୍ଲିଶମେଣ୍ଟ କରିନୁ ସେତେବେଳେ ଯେ ଆମେ କହିପାରିବାନି ଅପରାଧୀ ଆପଣ ଜାଣିଛନ୍ତି କି ଜଷ୍ଟିସ ସିଷ୍ଟମରେ କୁହାଯାଇଛି ଯେତେବେଳେ ଯେ କଲପ୍ରିଟ କିଏ ସେତେବେଳେ ଯେ ଆମେ ତାକୁ କହିବାନି କଲପ୍ରିଟ ହୁ ଇଜ ଦ କଲପ୍ରିଟ ବିକଜ ସେ ବର୍ତ୍ତମାନ ଯେ ସେ ଡିଫାଇନ ହେଇନି ତାର କଲପ୍ରିଟ ଆକ୍ଟ କ'ଣ ତାର ଡିଫାଇନ ଅଫ ଦି କ୍ରିମିନାଲ ଆକ୍ଟ କ'ଣ ଅଛି ତେଣୁକରି ଶଳା ଆଉ ଶାଶୁର ରୋଲ ଯଦି ଯେମିତିକି ଏବେ ଅତୁଲ ସୁବାସଙ୍କ କେସରେ ଯେମିତି ଜଣା ପଡ଼ିବ ସେ ଯେମିତି କହିଲା ଦେ ଆର୍ ଦି କଲପ୍ରିଟ ସେମାନେ ବେଟର ଅଛନ୍ତି ମୋର ମରିବା ପଛରେ ସେମାନେ ମୋତେ ଉସ୍କେଇଛନ୍ତି ସେମାନେ ମୋର ପରିବାରକୁ ମୋତେ ମାରିବା ପାଇଁ ମୋତେ ମରେଇବା ପାଇଁ ଯୋଉ କହନ୍ତି ପ୍ରତ୍ୟେକ ଜାଗାରେ ଇନଷ୍ଟିଗେଟ କରିଛନ୍ତି ଯେମିତି ପ୍ରୋଭୋକେଟ କରିଛନ୍ତି ଯଦି ଏମିତି କିଛି ଜିନିଷ ଏଷ୍ଟାବ୍ଲିଶମେଣ୍ଟ କରିହବ କୌଣସି କେସରେ ତାହେଲେ ଯେକୌଣସି ଜାଗାରେ ମଧ୍ୟ ଗୋଟେ ଏବେଟରକୁ ଆରେଷ୍ଟ କରିବା ପାଇଁ ପ୍ରୋଭିଜନ ଅଛି ଆଉ ଆପଣ ଜାଣିଛନ୍ତି ଏବେଟର ମାନଙ୍କର ପନିଶମେଣ୍ଟ ବର୍ତ୍ତମାନ ବଢିଯାଇଛି ସେମାନେ କେମିତି କଲପ୍ରିଟ ହେଇପାରିବେ ଦିସ୍ ଇଜ ଡିପାର୍ଟମେଣ୍ଟ ପୁଲିସ ଡିପାର୍ଟମେଣ୍ଟର ଇନଭେଷ୍ଟିଗେସନ କରିବା ଦରକାର ଅଛି ଏନି କେସରେ ପୁଲିସର ରୋଲ ଆଣ୍ଡ ପୁଲିସର ରେସ୍ପନ୍ସିବିଲିଟି ବେଶୀ ଇମ୍ପୋର୍ଟାଣ୍ଟ करे कारण आप जो जानते एनी एफआईआर जो रेजिस्टर हुए पुलिस पार्ट में इन्वेस्टिगेशन करवा बिना इन्वेस्टिगेशन रे पुलिस जो केस जाक गोटे आज डेट रे महिला सपक्ष में आखि बंद करके 498 को रेजिस्टर कर दौरान एंड कोर्ट रे जो आप जानते अतुल सुभाष गोटे जुडिशियल मजिस्ट्रेट फैमिली कोर्ट अदालत गोटे जज का ना नहीं कि से हारासमेंट कर केस को रफा दफा करने 5 लाख टंका से करप्शन चार्जेस मागी तो ये सब जिन जो आम देखु आम जानूँ लीगल सिस्टम को आम भल कि जो अनुभव कर जना पड़ी चेंजेस दरकार अच्छी केवल लॉ आनले हेनी डेटोरेंट पनिशमेंट आनले हम दरकार ना बहुत जिन अच्छी जोटा कि जुडिशियल रिफॉर्म हवा दरकार है आमर व्यवहार आमर अप्रोच आमर लोकों सहित गोटे जो कहते कि केमी जुडिशियरी सिस्टम गोटे भल लोक न्याय दे पार जस्टिस आम दे पार एंड जस्टिस डिले एंड जस्टिस डिनाइड जोटा कहुए जस्टिस विलंब के दबा दरकार नहीं जस्टिस दिया माने जल्दी जस्टिस दबा जब विलंब कले न्याय संगत जस्टिस नुहे तेणुक आमर जहाँ प्रिंसिपल अच्छी लॉ रे ताको फॉलो करवा दरकार अच्छे।